ଅଣାଅଶୀ ବର୍ଷରେ ପାଦ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କୋଟି ଓଡ଼ିଆଙ୍କର ପ୍ରିୟ ନେତା ନବୀନଙ୍କର ଆଜି ହେଉଛି ଜନ୍ମଦିନ। 2 ଦଶନ୍ଧିରୁ ଅଧିକ ସମୟ ଧରି ନିରବିଚ୍ଛିନ୍ନ ଶାସନ ଦେଇ ଆସିଥିବା ନବୀନ 4.5 କୋଟି ଓଡ଼ିଆଙ୍କୁ ନିଜ ପରିବାର ବୋଲି କୁହନ୍ତି ନବୀନ। 1946 ଅକ୍ଟୋବର 16 ତାରିଖରେ କଟକରେ ଜନ୍ମ ନେଇଥିଲେ ନବୀନ। ଜୀବନର 50 ବର୍ଷରୁ ଊର୍ଦ୍ଧ୍ୱର କାଳ ରାଜନୀତିରୁ ଦୂରେଇ ରହିଥିବା ନବୀନ ଆକସ୍ମିକ ଭାବେ ପିତା ବିଜୁବାବୁଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ କରିଥିଲେ। ବିଜୁଙ୍କ ପରଲୋକ ପରେ 1997ରେ ନବୀନ ଗଢ଼ିଥିଲେ ବିଜେଡି। ସାଂସଦ କେନ୍ଦ୍ରମନ୍ତ୍ରୀ ରହିବା ପରେ ଲଗାତାର 5 ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ। 24 ବର୍ଷ କାଳ ଶାସନ କ୍ଷମତାରେ ରହିବା ପରେ ଏବେ ସେ ବିରୋଧୀ ଦଳ ନେତା। ତାଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ସେ ଅନେକ ମାନ୍ୟତା ପାଇଛନ୍ତି ଏବଂ 2022 ମସିହାରେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମେତ ଅନେକ ପୁରସ୍କାର ଗ୍ରହଣ କରିଛନ୍ତି। ସାଇକ୍ଲୋନ୍ ଫାଇଲିନ୍ ସମୟରେ ସରକାରଙ୍କର ପରିଚାଳନା ତଥା ଜାତୀୟ ସଂସଦରେ ମହିଳାଙ୍କ ପାଇଁ 33% ସଂରକ୍ଷଣ ପ୍ରସ୍ତାବ ଦେଇଥିବାରୁ ତାଙ୍କୁ ମିଳିତ ଜାତିସଂଘ ପ୍ରଶଂସା କରିଥିଲା। ଶ୍ରୀ ପଟ୍ଟନାୟକ ମଧ୍ୟ ଜଣେ ପ୍ରକାଶିତ ଲେଖକ। ସେ ଏ ସେକେଣ୍ଡ ପାରାଡାଇଜ୍, ଇଣ୍ଡିଆନ୍ କଟଲି ଲାଇଫ୍, 1519-1947, A Desert Kingdom, The People of Bikaner and the Garden of Life, An Introduction to the Healing Plants of India ଭଳି ପୁସ୍ତକ ଲେଖିଥିଲେ। ତାଙ୍କ ଶାସନକୁ ଏବେ ମଧ୍ୟ ସାରା ରାଜ୍ୟ ଛୁରୁଛି। ତାଙ୍କର ଜନ୍ମଦିନରେ ଏସ୍ଡିକ୍ୟୁ ମିଡିଆ ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। আজি আমার পূর্বতন মুখ্যমন্ত্রী শ্রী নবীন পট্টনায়ক স্যারঙ্কর 78তম জন্ম জয়ন্তী এবং এই জন্ম জয়ন্তী উপলক্ষে আজি ভদ্রক নির্বাচন মণ্ডলী তরফরু কল্যাণ মণ্ডপ ঠারে গোটে ব্লড ডোনেশন ক্যাম্প অর্গানাইজ হয়েছি। এটা পাখাপাখি 4-5 বর্ষ হেলা এই কার্যক্রম চালিছি। ପୂର୍ବତନ ମୁଖ୍ୟମନ୍ତ୍ରୀ କେବଳ ଜଣେ ଲିଡର ନାହାନ୍ତି, ସେ ମାନେ ସମାଜ ପାଇଁ ବି ବହୁତ କିଛି କରିଛନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରିଛନ୍ତି। ତାହା ଭିତରେ ଜୀବନ ବିନ୍ଦୁ ଅନ୍ୟତମ ଏବଂ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପାଖାପାଖି 1,00,000 ୟୁନିଟ୍ରୁ ଉର୍ଦ୍ଧ୍ୱ ୟୁନିଟ୍ ବ୍ଲଡ଼ ଡୋନେଟ୍ ହୋଇସାରିଛି ଏବଂ ଆଜି ମଧ୍ୟ ଏଠି ବହୁତ ଲୋକ ଉପସ୍ଥିତ ଅଛନ୍ତି। ବିଜୁ ଜନତା ଦଳକୁ ଭଲ ପାଉଥିବା, ନବୀନ ପଟ୍ଟନାୟକ ସାର୍ଙ୍କୁ ଭଲ ପାଉଥିବା ଲୋକମାନେ ଆଜି ଏଠି ଉପସ୍ଥିତ ରହିକି ଏହି କାର୍ଯ୍ୟକ୍ରମକୁ ସଫଳ ମଧ୍ୟ କରୁଛନ୍ତି ଏବଂ ତାଙ୍କର ଜନ୍ମ ଜୟନ୍ତୀ ଉପଲକ୍ଷେ ଆମେ ସମସ୍ତେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଅଛି ଏବଂ ବ୍ଲଡ଼ ଡୋନେଟ୍ କରିବା ଗୋଟିଏ ପୁଣ୍ୟର କାମ ମୋ ମତରେ, କାହିଁକିନା ୟାଠୁ ଭଲ କାମ ଆଉ କିଛି ନାହିଁ। ବ୍ଲଡ଼ ଡୋନେଟ୍ କରିବା ଦ୍ୱାରା ଆପଣ ଜଣଙ୍କର ଜୀବନ ବଞ୍ଚାଇ ପାରନ୍ତି ଏବଂ ଏହା ବ୍ୟତୀତ ଆପଣ ନିଜର ବି ଯେଉଁମାନେ ବ୍ଲଡ଼ ଦେଉଛନ୍ତି ତାଙ୍କର ବି ବହୁତ କିଛି ହେଲ୍ଥ ଇସ୍ୟୁଜ୍ ବି ସଲ୍ଭ ହେଉଛି, କାହିଁକିନା 3 ମାସରୁ 6 ମାସ ଭିତରେ ରେଗୁଲାରଲି ବ୍ଲଡ଼ ଡୋନେଟ୍ କରିବା ଆବଶ୍ୟକତା ରହିଛି। ଏହାଦ୍ୱାରା ବ୍ଲଡ଼ର ଯେଉଁ ଥିକନେସ୍ ଅଛି ସେଟା କମେ ଏବଂ ବିଭିନ୍ନ ରୋଗରୁ ମଧ୍ୟ ଆମେ ମୁକ୍ତ ହଉ। ତ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ରେଗୁଲାର ବେସିସ୍ରେ ବ୍ଲଡ଼ ଡୋନେଟ୍ କରନ୍ତୁ। ଜଣଙ୍କର ଜୀବନ ବଞ୍ଚାଇବା ଏବଂ ନିଜ ହେଲ୍ଥକୁ ବି ସୁଦୃଢ଼ କରିବା ନିହାତି ଆବଶ୍ୟକ ଏବଂ ଆଉ ଥରେ ମୁଁ ମାନନୀୟ ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର୍ଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଉଛି। ଆପଣ ଜାଣିଥିବେ ଆଜି ଆମର ପ୍ରିୟ ନେତା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଜୁ ଜନତା ଦଳର ରାଜ୍ୟ ସଭାପତି, 24 ବର୍ଷ ଧରି ସୁଶାସନ ବିକାଶ କରିଥିବା ବ୍ୟକ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର 78ତମ ଜନ୍ମ ଜୟନ୍ତୀ। ଏହି ପରିପ୍ରେକ୍ଷୀରେ ପ୍ରଥମେ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଆମର ପ୍ରାର୍ଥନା, ତାଙ୍କୁ ଦୀର୍ଘ କର୍ମମୟ ଜୀବନ ଦିଅନ୍ତୁ, ସେ ଦୀର୍ଘାୟୁ ହୁଅନ୍ତୁ ଏବଂ ପୁଣି ଓଡ଼ିଶାର ବିକାଶ ଯେଭଳି ଭାବରେ ଚାଲିଥିଲା 2024 ପର୍ଯ୍ୟନ୍ତ ସେଇଭଳି ଭାବରେ ପୁନର୍ବାର ଯେଉଁ ଅବହେଳିତ ହେବାକୁ ଯାଉଛି ଓଡ଼ିଶା, ସେଥିରୁ ତାକୁ ରକ୍ଷା କରନ୍ତୁ ଏବଂ ଏହି ପରିପ୍ରେକ୍ଷୀରେ ଜନ୍ମ ଜୟନ୍ତୀ ପରିପ୍ରେକ୍ଷୀରେ ସିଏ ନିଜେ ମଧ୍ୟ ଏହି ଦିବସଟାକୁ ପାଳନ କରାଯାଉ ସିଏ କେଉଁଠି ପରାମର୍ଶ ନିର୍ଦ୍ଦେଶ ଦେଇନାହାନ୍ତି। ସ୍ୱତଃପ୍ରବୃତ୍ତ ଭାବେ ପ୍ରତ୍ୟେକ ଅଞ୍ଚଳରେ ବିଜୁ ଜନତା ଦଳ ତରଫରୁ ଏକ କାର୍ଯ୍ୟକ୍ରମ ନିଆଗଲା ଯେ ସେ ଯେଉଁ କାର୍ଯ୍ୟକ୍ରମକୁ ଭଲ ପାଆନ୍ତି ସିଏ ସବୁବେଳେ କୁହନ୍ତି ଯେ ପ୍ରତ୍ୟେକ ଜୀବନ ହେଉଛି ମୋର ମୂଲ୍ୟବାନ ଏବଂ ଜୀବନର ଆପଣ ଦେଖୁଥିବେ ନୀତିଦିନିଆ
କେତେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି, ରକ୍ତ ଅଭାବରୁ ଲୋକଙ୍କ ଜୀବନ ଯାଉଛି। ତେଣୁ ସେ ମଧ୍ୟ କହିଥିଲେ ଯେ ତମେ ସବୁବେଳେ ଜୀବନ ବିନ୍ଦୁ ମାଧ୍ୟମରେ ଜୀବନ ବିନ୍ଦୁ ଜରିଆରେ ରକ୍ତ ସଂଗ୍ରହ କର, ଯାହାକି କୌଣସି ରାଜନୈତିକ ଦଳ ଏପର୍ଯ୍ୟନ୍ତ ଭାରତବର୍ଷରେ ରକ୍ତ ସଂଗ୍ରହ କରୁନାହିଁ, ଯେଉଁଟାକି ଇଏ ତାଙ୍କର ଗୋଟେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ରକ୍ତଦାନ କରିବା, ଅନ୍ୟକୁ ବଞ୍ଚାଇବା ଇଏ ହୋଇଛି ପ୍ରାଥମିକତା। ସେଇଥିପାଇଁ ଆଜି ଆପଣ ଦେଖୁଥିବେ ଏଥିରେ ଖାଲି ଯେ ବିଜୁ ଜନତା ଦଳ କର୍ମୀ ଦେଉଛନ୍ତି ତା ନୁହେଁ, ଏଥିରେ ରେଲୱେ କର୍ମଚାରୀ ଅଛନ୍ତି, ରିକ୍ସା ପୁଲର ଅଛନ୍ତି, ମହିଳା ଅଛନ୍ତି, ବିଭିନ୍ନ ବର୍ଗର ଲୋକ ସ୍ୱତଃପ୍ରବୃତ୍ତ ହେବା ସେ ରକ୍ତଦାନ କରୁଛନ୍ତି ଏବଂ ଆଗ୍ରହ ଯେ ଆମେ ନବୀନ ବାବୁଙ୍କୁ ଯେଉଁ ଭଲ ପାଉ ତାର ଗୋଟିଏ ନିଦର୍ଶନ। ବ୍ୟୁରୋ ରିପୋର୍ଟ, STQ ମିଡ଼ିଆ।